ଯଦି ଆପଣ କେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଅଳ୍ପ ଟିକେ ଲୁଣ ଆଉ ଗୋଟିଏ ଗ୍ଲାସ୍ ପାଣିର ସାହାଯ୍ୟରେ ଝିଅ ପଟେଇବା ପାଇଁ ବଶୀକରଣ ବିଦ୍ୟା, ନାରୀ ମୋହିନୀ ବଶୀକରଣ ବିଦ୍ୟା। ଏହି ବଶୀକରଣ ଯିଏ ବି କରିଛି ନିଜ ପସନ୍ଦର ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇ ପାରିଛି, ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇ ପାରିଛି। ତେଣୁ ଯଦି ଆପଣ ଯେତେ ଚେଷ୍ଟା କରି ମଧ୍ୟ ଝିଅ ପଟେଇ ପାରୁନାହାନ୍ତି, ତେବେ ମୋ କଥା ମାନି ଆଜି ଅଳ୍ପ ଟିକେ ଲୁଣ ଆଉ ଗୋଟିଏ ଗ୍ଲାସ୍ ପାଣି ଆଣି ଏହି ବଶୀକରଣ କରନ୍ତୁ। ତାପରେ ଦେଖିବେ ସେ ଝିଅ ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ବିବାହିତା ନାରୀ ବା ପଡ଼ିଶା ଘର ଭାଉଜକୁ ଆପଣ ମନେ ମନେ ଭାବୁଛନ୍ତି, ତାର ସୁନ୍ଦରତାକୁ ଦେଖି ତାକୁ ନିଜର କରିବାକୁ ଚାହୁଁଛନ୍ତି, ସେ ନାରୀ ରାତିଦିନ ତୁମକୁ ଫୋନ୍ କରିବ, ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ଚାଲନ୍ତୁ ଜାଣିବା। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ଶନିବାର ଦିନ କରିବେ, ରାତିରେ ଶୋଇବା ପୂର୍ବରୁ କରିବେ। ପ୍ରଥମେ ଆପଣ କ'ଣ କରିବେ, ଅଳ୍ପ ଟିକେ ଲୁଣ ଆଣିବେ ଆଉ ଗୋଟିଏ ଗ୍ଲାସ୍ରେ ପାଣି ଆଣିବେ। ତାପରେ କୌଣସି ଏକ ଜାଗାରେ ଉତ୍ତର ଦିଗକୁ ମୁହଁ କରିକି ବସି ପଡ଼ିବେ, ଯେଉଁଠାରେ ଆପଣଙ୍କୁ କେହି ଦେଖିବେନି କିମ୍ବା ଡାକିବେନି। ତାପରେ ଅଳ୍ପ ଟିକେ ଲୁଣ ଡାହାଣ ହାତରେ ଧରିବେ ଆଉ ଆଖି ବନ୍ଦ କରିକି ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ। ତାପରେ ଏହି ମନ୍ତ୍ର ଗୋଟିଏ ଥର ପଢ଼ିବେ, ଲବଣ ଶକ୍ତି ଆକର୍ଷଣମ୍ ଆମୁକଂ ତୀବ୍ର ବଶୀଭୂତଂ। ମନ୍ତ୍ର ଗୋଟିଏ ଥର ପଢ଼ିବେ। ଆମୁକଂ ଜାଗାରେ ଆପଣ ସେ ଝିଅ ବା ସ୍ତ୍ରୀର ନାମ କହିବେ, ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ମନ୍ତ୍ର ପଢ଼ି ସାରିବା ପରେ ଲୁଣକୁ ପାଣି ଗ୍ଲାସ୍ରେ ପକାଇଦେବେ। ଏହିପରି ଆପଣ 7 ଥର ଲୁଣ ଧରିବେ, 7 ଥର ମନ୍ତ୍ର ପଢ଼ିବେ। ମନ୍ତ୍ର ପଢ଼ି ସାରିବା ପରେ ଲୁଣକୁ ପାଣି ଗ୍ଲାସ୍ରେ ପକାଇଦେବେ। ଏତିକି କରିସାରିବା ପରେ ଏ ଲୁଣ ପାଣିର ଗ୍ଲାସ୍କୁ ନିଜର ଖଟ ତଳେ ରଖିକି ଶୋଇପଡ଼ିବେ। ସକାଳୁ ଉଠିବା ମାତ୍ରେ ଆପଣ ଏହି ଲୁଣ ପାଣିର ଗ୍ଲାସ୍କୁ ନେଇକି ନିଜର ଘର ସାମ୍ନାରେ ଢାଳିଦେବେ। ଗ୍ୟାରେଣ୍ଟି ଦେଉଛି, ଏତିକି କରିକି ଦେଖନ୍ତୁ, ଯେଉଁ ଝିଅ ବା ନାରୀ ପାଇଁ ଏହି ବଶୀକରଣ କରିଥିବେ, ସିଏ ଆପଣଙ୍କ ବଶରେ ହେଇଯିବ, ଯାହା ଚାହିଁବେ ତାହା କରିବ। ଧନ୍ୟବାଦ।